ଗୋପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମନ୍ୱିତ ବୈଠକରେ ଯୋଗଦେଲେ ବୌଦ୍ଧର ଗୋଶାବକ କୃତିବାସପଲ୍ଲିଆ OUAT ସେଣ୍ଟର ଅଫ୍ ଏକ୍ସିଲେନ୍ସ ଦ୍ୱାରା ଭୁବନେଶ୍ୱରଠାରେ ଗୋପାଳନ ସମ୍ବନ୍ଧୀୟ ଏକ ରାଜ୍ୟସ୍ତରୀୟ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର 12 ଗୋଟି ଜିଲ୍ଲାରୁ 21 ଗୋଟି FPO ପ୍ରତିନିଧି, ସଫଳ ଦୁଗ୍ଧଚାଷୀ, ସଫଳ ବ୍ୟବସାୟୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ସୂଚନା କ୍ରମେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦନ ସଂଗଠନ ସାଲଙ୍କିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମାହେଶ୍ୱରୀ ଗୋଶାଳାର ସମ୍ପାଦକ କୃତିବାସପଲ୍ଲିଆ ଯୋଗଦେଇ ଗୋପାଳନରେ ହୋଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ସମସ୍ୟା ମଧ୍ୟରେ ଓଡ଼ିଶାରେ ଦେଶୀ ଗାଈଙ୍କ ସଂଖ୍ୟା ହ୍ରାସ, ଗୋସେବା ପ୍ରତି ବିମୁଖ ହେଉଥିବା କାରଣ, ଜବରଦଖଲ ହୋଇଥିଲା ଗୋଚର ଜମିର ଉଦ୍ଧାର ସାଙ୍ଗକୁ ଗୋଚର ଜମିରେ ଘାସ ଚାଷ କରିବା, ଦେଶୀ ଗାଈ କ୍ଷୀରର ମୂଲ୍ୟ ବୃଦ୍ଧି, ଓଡ଼ିଶା ସରକାର ଚାଷୀମାନଙ୍କ ଠାରୁ ଗୋବର ଓ ଗୋମୂତ୍ର FPO ମାନଙ୍କ ମାଧ୍ୟମରେ କ୍ରୟ କରି ଜୈବିକ ସାର ଓ ଔଷଧ ପ୍ରସ୍ତୁତି କରାଇ ଚାଷୀମାନଙ୍କୁ ଦେବାକୁ ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ବୈଠକରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଡକ୍ଟର ମୟୂରୀ ସିଂ ସର୍ଦ୍ଦାର ଯୋଗ ଦେଇଥିଲେ ଓ ଆସନ୍ତା କମ୍ ଦିନ ଭିତରେ ବୌଦ୍ଧର ଗୋପାଳନ କରୁଥିବା ଚାଷୀମାନଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜନ କରିବା ପାଇଁ ସୂଚନା ପ୍ରଦାନ କରିଛନ୍ତି।